ଶରଣକୂଳ ସର୍ବଭାରତୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ। ଓଡ଼ିଶା ପୋଲିସ 4-0 ଗୋଲରେ ବିଜୟ ଲାଭ କରି ଦ୍ୱିତୀୟ ଦଳ ଭାବରେ ଫାଇନାଲରେ ପ୍ରବେଶ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୂଳ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ଓଡ଼ିଶାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ନିର୍ଦ୍ଦେଶନାରେ ଶରଣକୂଳ ସ୍ପୋର୍ଟସ ଆସୋସିଏସନ ଦ୍ୱାରା ଆୟୋଜିତ ସର୍ବଭାରତୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିନର ଦ୍ୱିତୀୟ ସେମିଫାଇନାଲ ଖେଳ ଓଡ଼ିଶା ପୋଲିସ କଟକ 4-0 ଗୋଲରେ ଏମ୍.ଏଫ୍.ସି. କୋଲକାତା ୱେଷ୍ଟବେଙ୍ଗଲକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ରବିବାର ବହୁ ସଂଖ୍ୟାରେ ମହିଳା ପୁରୁଷ ଦର୍ଶକଙ୍କ ଗହଣରେ ଅନୁଷ୍ଠିତ ପ୍ରଥମାର୍ଦ୍ଧ ଖେଳର 24ତମ ମିନିଟରେ ଓଡ଼ିଶା ପୋଲିସ ଦଳର ମାଳତୀ ମୁଣ୍ଡାଙ୍କ ସୁନ୍ଦର ପାସକୁ 9 ନମ୍ବର ଜର୍ସି ଖେଳାଳି ମନୀଷା ନାୟକ ଗୋଲରେ ପରିଣତ କରି ଦଳକୁ 1-0 ଗୋଲରେ ଅଗ୍ରଣୀ କରାଇଥିଲେ। ପରେ 32ତମ ମିନିଟରେ ପୁଣି ଓଡ଼ିଶା ପୋଲିସ ଦଳର 20 ନମ୍ବର ଜର୍ସି ଖେଳାଳି ସୃଜନ ତମନଙ୍କ ଗୋଲରେ ଦଳ 2-0 ଗୋଲରେ ଅଗ୍ରଣୀ ହୋଇଥିଲା। ଦ୍ୱିତୀୟାର୍ଦ୍ଧ ଖେଳରେ ଉଭୟ ଦଳ ପ୍ରତି ଆକ୍ରମଣାତ୍ମକ ଖେଳିଥିବା ସତ୍ତ୍ୱେ ଖେଳର 9ମ ମିନିଟରେ ଓଡ଼ିଶା ପୋଲିସ ଦଳର 12 ନମ୍ବର ଜର୍ସି ଖେଳାଳି ମାଳତୀ ମୁଣ୍ଡା ଏବଂ 16ତମ ମିନିଟରେ 9 ନମ୍ବର ଜର୍ସି ଖେଳାଳି ମନୀଷା ନାୟକଙ୍କ ପୁନଶ୍ଚ ଏକ ଗୋଲ ଦେବା ଫଳରେ ଦଳ 4-0 ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିବା ପାଇଁ ଯୋଗ୍ୟ ବିବେଚିତ ହେଲେ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଯୁବ ବିଧାୟକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଓଡ଼ଗାଁ ବ୍ଲକ ଉନ୍ନୟନ ଅଧିକାରୀ ପ୍ରୀତିବାଳା ରଣା, ବିଶିଷ୍ଟ ବ୍ୟବସାୟୀ ସୁଭାଷ ଚନ୍ଦ୍ର ପଣ୍ଡା, ସନ୍ତୋଷ କୁମାର ପାତ୍ର ଓ ତାପସ ରଞ୍ଜନ ପାଢ଼ୀଙ୍କ ସମେତ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଜ୍ୟୋତିର୍ମୟ ମହାନ୍ତି, ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର, ସହ ସମ୍ପାଦକ ଲିଙ୍ଗରାଜ ପାତ୍ର, କୋଷାଧ୍ୟକ୍ଷ ପ୍ରମୋଦ କୁମାର ପ୍ରଧାନ ଯୋଗଦେଇ ପଡ଼ିଆ ମଧ୍ୟରେ ଖେଳାଳିମାନଙ୍କ ସହ ପରିଚୟ ଆଦାନ ପ୍ରଦାନ କରିବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଖେଳ ଶେଷରେ ମୁଖ୍ୟ ଅତିଥି ସର୍ବଶ୍ରେଷ୍ଠ ଖେଳାଳି ଭାବେ ଓଡ଼ିଶା ପୋଲିସ ଦଳର 9 ନମ୍ବର ଜର୍ସି ଖେଳାଳି ମନୀଷା ନାୟକଙ୍କୁ ଟ୍ରଫି ସହ 1000 ଟଙ୍କା ପ୍ରଦାନ କରିଥିଲେ। ଆଜିର ଖେଳକୁ ଜାତୀୟ ରେଫରୀ ରୀନା ତିର୍କୀ, ରାଉରକେଲା ଏବଂ ଲାଇନରେ ସହାୟତା କରିଥିଲେ ସୀତା ମାରାଣ୍ଡି, ବାଲେଶ୍ୱର ଓ ବାଲାମତୀ ଓରାମ, ରାଉରକେଲା ଏବଂ ଚତୁର୍ଥ ରେଫରୀ ଭାବେ ଆରତୀ ମହାନ୍ତି ଭୁବନେଶ୍ୱର ପରିଚାଳନା କରିଥିଲା ବେଳେ ଜାତୀୟ ମ୍ୟାଚ କମିଶନର ଶିବ ଶଙ୍କର ପଣ୍ଡା ଏବଂ ଓଡ଼ିଶା ଫୁଟବଲ ଆସୋସିଏସନ ଚୟନକର୍ତ୍ତା ଚିତ୍ରସେନ ପାତ୍ର ଉପସ୍ଥିତ ଥିଲେ। ଖେଳର ଧାରା ବିବରଣୀ ଭାଷ୍ୟକାର ଡକ୍ଟର ଆଶୁତୋଷ ମିଶ୍ର ଓ ଭାଷ୍ୟକାର ତଥା ଶିକ୍ଷକ ନେତା ଶେଖ ଅବଦୁଲ ଖାଲିକ ପଡ଼ିଆ ମଧ୍ୟରେ ପ୍ରବେଶ କରି ଏକ ଚମତ୍କାର ଢଙ୍ଗରେ ଉପସ୍ଥାପନ କରିଥିଲେ। ଅନୁଷ୍ଠାନର ମୁଖ୍ୟ ସଂଯୋଜକ ବିକାଶ ଜ୍ୟୋତି ଦୋରା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସୋମବାର ଦିନ ଫାଇନାଲ ଖେଳ ସ୍ପୋର୍ଟସ ହଷ୍ଟେଲ ସୁନ୍ଦରଗଡ଼ ବନାମ ଓଡ଼ିଶା ପୋଲିସ କଟକ ମଧ୍ୟରେ ଅନୁଷ୍ଠିତ ହେବା ସହ ଦର୍ଶକଙ୍କ ମନୋରଞ୍ଜନ ଲାଗି ମେଲୋଡି ଦ ଭଏସ କଟକ ଦଳ ସହ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସମେତ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ଅଭିନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସାଧାରଣ ସମ୍ପାଦକ ସୂଚନା ପ୍ରଦାନ କରିଛନ୍ତି। ଓଡ଼ଗାଁରୁ ଦୀନବନ୍ଧୁ ମହାପାତ୍ରଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।